ତ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛେ। ପିଲେ ପୂର୍ବେ ଆମେ ପଢିଲେ ଯେ ତାହା ଜାଣନ୍ତି କୃଷ୍ଣ ଏକେ ବିଖ୍ୟାତ ଅର୍ଥେ ନରଲୋକେ। ଦେଖ ପିଲେ ସ୍କ୍ରିନକୁ ଦେଖ। ତାହା ଜାଣନ୍ତି କୃଷ୍ଣ ଏକେ ବିଖ୍ୟାତ ଅର୍ଥେ ନରଲୋକେ। हैं? ତାହା ଜାଣନ୍ତି କୃଷ୍ଣ ଏକେ, କେବଳ କୃଷ୍ଣ ହିଁ ଜାଣନ୍ତି ଏ କିଏ, ଏ କାହିଁକି ଏଣ୍ଡୁଅ ହେଇକି ପଡିଥିଲା, ଏଣ୍ଡୁଅ ହେଇକି କାହିଁକି ପଡିଥିଲେ ଏବଂ କିଭଳି ଦିବ୍ୟ ପୁରୁଷ ହେଲେ ଏବଂ ଏଇ ଦିବ୍ୟ ପୁରୁଷ ସ୍ୱରୂପ ଧାରଣ କରୁଥିବା ଯୁବକ ଜଣକ ଇଏ କିଏ କୃଷ୍ଣ ହିଁ ଜାଣନ୍ତି। ତାହା ଜାଣନ୍ତି ହିଁ କୃଷ୍ଣ ଏକେ ଦେନ୍ ବିଖ୍ୟାତ ଅର୍ଥେ ନରଲୋକେ। ଏଇ ନରଲୋକରେ ଏଇ ନରଲୋକର ଯଦି ଆମେ କହିବା ଏ ପୃଥିବୀର କିଏ ବିଖ୍ୟାତ କରିପାରିବେ ତାର ଅର୍ଥ କେବଳ ହିଁ ଜଣେ ଶ୍ରୀକୃଷ୍ଣ। ଏବଂ ଦେଖ ବିଲେ ଜାଣିଛନ୍ତି ପରନ୍ତୁ କଣ କରୁଛନ୍ତି, ଭକ୍ତ ମାନଙ୍କୁ ଜଣେଇବା ଉଦ୍ଦେଶ୍ୟରେ କଣ କରୁଛନ୍ତି କୃଷ୍ଣ କହୁଛନ୍ତି ତାର ବଦନ ଚାହିଁ ହସି ପୁଛନ୍ତି ପ୍ରଭୁ ବ୍ରହ୍ମରାଶି। ତାହାର ମୁହଁକୁ ସେଇ ଦିବ୍ୟ ସ୍ୱରୂପ ଧାରଣ କରିଥିବା ସେ ରାଜାଙ୍କ ମୁହଁକୁ କୃଷ୍ଣ ଚାହିଁକି ହସି ହସି ମୁହଁକି ହସି ଚାହିଁକି ପଚାରୁଛନ୍ତି କଣ ପ୍ରଭୁ ବ୍ରହ୍ମରାଶି, କଣ ପ୍ରଭୁ ଜଗତର ନାଥ ଜଗନ୍ନାଥ, କଣ ପ୍ରଭୁ ଶ୍ରୀକୃଷ୍ଣ ତାର ମୁହଁକୁ ଚାହିଁକି ହସି ହସି ପଚାରୁଛନ୍ତି। ଦେଖ ବିଲେ ତାପରେ କଣ, ତୁମ ଭାଗ ପୁଣ୍ୟ ଦେହି ଦେବତା ପ୍ରାୟ ମୁଁ ମଣଇ। କହୁଛନ୍ତି ତୁ ମହାଭାଗ, ହେ ମହାଭାଗ ତୁମେ ପୂର୍ଣ୍ଣ ଦେହି ନା, ତୁମେ ଭାଗ୍ୟବନ୍ତ, ପରନ୍ତୁ ମୁଁ ମଣୁଛି ମୁଁ ମଧ୍ୟ ଭାବୁଛି ଯେ ଦେବତା ପ୍ରାୟ, ଆପଣ ମଧ୍ୟ ଦେବତା ସମାନ, ଆପଣ ମଧ୍ୟ ଦେବତା ସମାନ, ପରନ୍ତୁ ଆପଣ କିଏ କହତୁ କେବଳ ପୁରୁଷ। ବୁଝିପାରିଲା, କିମ୍ପା ହୋଇଲୁ କୃକଲାସ। କୁହାକୁଇ ତମେ ଯେମିତି ତମେ କେମିତି ବା ତମେ ଯେ କିଭଳି କିମ୍ପା ହୋଇଲ କୃକଲାସ, କିମ୍ପା କୃକଲାସ କାହିଁକି ହେଲ, କୃକଲାସ କାହିଁକି ହେଲ, କାରଣ ଦେଖ ବିଲେ କୃଷ୍ଣଙ୍କର ଆମେ ଯଦି ଜାଣିଛେ କୃଷ୍ଣଙ୍କର ସ୍ପର୍ଶ ପାଇ ସେ ସାପ ମୁକ୍ତ ହେଇଛନ୍ତି। ସାପ ମୋଚନ କହିଲେ ଅଭିଶାପରୁ ମୁକ୍ତି ପାଇଛନ୍ତି, ମାନେ ନା ନାଇଁ ମୁକ୍ତି ପାଇଛନ୍ତି, ମୁଖ୍ୟ ପାଇଛନ୍ତି। ତେଣୁ କୃଷ୍ଣ କଣ କରୁଛନ୍ତି ଯେ କି ସର୍ବଜ୍ଞାତା, ଆମେ ଜାଣିଛେ ସବୁ କିଛି ଜାଣିଛନ୍ତି, କୃଷ୍ଣ ସବୁ କିଛି ଜାଣିଛନ୍ତି। ଦେଖୁନ ତାପରେ କଣ, ତାହା ଜାଣନ୍ତି କୃଷ୍ଣ ଏକେ ବିଖ୍ୟାତା ଅର୍ଥ ନରଲୋକେ। ତାମାନେ କୃଷ୍ଣ ହେଉଛନ୍ତି ସର୍ବଜ୍ଞାତା ଏବଂ ଯିଏକି ସବୁ କିଛି କାର୍ଯ୍ୟ ପାଇଁ ପୃଥିବୀ ବିଖ୍ୟାତ କରିପାରୁଛନ୍ତି। ବୁଝିପାରିଲେ ନା ନାଇଁ, ସେଇ ବ୍ରହ୍ମ ରାଶି ପ୍ରଭୁ ଏଣ୍ଡୁଅ ପରିଚୟ ପାଇବା ପାଇଁ ତାକୁ ପଚାରୁଛନ୍ତି ହେ ମହାଭାଗ, ହେ ପୁଣ୍ୟ ଦେହି, କହ ତୁ କେବଳ ପୁରୁଷ କିମ୍ପା ହୋଇଲୁ କୃକଲାସ। ତୁ ଏଇଭଳି ତ ଦିବ୍ୟ ଦେହି ବା ପୁଣ୍ୟ ଦେହି ପୁରୁଷ କାହିଁକି ବା କିମ୍ପା ହୋଇଲୁ କୃକଲାସ, କୃକଲାସ କାହିଁକି ହେଲ, ଏଣ୍ଡୁଅ କାହିଁକି ହେଇ ଦେନ୍ ତାପରେ କି ପାପ ବଂଶୁ ଭୋଗ କରି ଶରୀର ଅନ୍ଧକୁ ଭରି। କି ପାପ, କେଉଁ ପ୍ରକାରର ପାପ, କେଉଁ ପ୍ରକାରର ପାପଗ୍ରସ୍ତ ହୋଇଛନ୍ତି। ଦେଖ ବିଲେ କୃଷ୍ଣ ଏଠି କହୁଛନ୍ତି
কি পাপ বଂଶୁ ভোগ କରି শরীর ଅନ୍ଧ କୂପେ ଭରି। କି ପାପକୁ ଭୋଗ କରୁଛୁ ଯେ ଯାହା ଫଳରେ ଏଇ ଆପଣଙ୍କର ଦେହଟାକୁ ଅନ୍ଧାକାରମୟ କୂପ ମଧ୍ୟରେ ଭରିକି ରଖିଛି। ଏ କୂପ ଅଛୁ କେତେ କାଳ, ଏ କୂପ ଭିତରେ କେତେ ସମୟ ଧରି ଆପଣ ଥିଲେ ଏବଂ କହ ନ କରି ଅବହେଳ, ବୁଝିପାରିଲା? ଅବହେଳ ମାନେ ବିଳମ୍ବ, ଅବହେଳା ନକରି ଟିକେ କୁହ ଯେ ଏଇ କୂପ ମଧ୍ୟରେ କେତେ କାଳ ଧରି ଥିଲ ଏବଂ କେଉଁ ପାପରୁ ଏହି ପ୍ରକାର ଅଭିଶାପ ଭୋଗ କରୁଛ, ଏହାକୁ ଭୋଗ କରୁଛ ଏବଂ ଶରୀରକୁ କୂପ ଭିତରେ ରଖିଦେଇଛ। କୁହ କୁହ କୁହ। ଦେନ୍ ଦେଖ, ତୁଇ ତ ନହୁ ପାପୀ ଜନ, ତୁ ତ ପାପୀ ଜନ ପରି ଦେଖାଯାଉନୁ। ଦିବ୍ୟ ସ୍ୱରୂପ ଦେହ ମହମହ ଗନ୍ଧ ସୁଗନ୍ଧ ବାହାରୁଛି। ଦିବ୍ୟ ବସ୍ତ୍ର ପରିଧାନ କରିଛ, ଶରୀର ସୁଧ ସୁବର୍ଣ୍ଣ ପରି ଝଲସି ଉଠୁଛି। ଯେପରି ଜଣା ପଡୁଛି ଯେପରି ଜଳଦ ମଧ୍ୟରେ ବିଦ୍ୟୁତ ଖେଳୁଛି ସେଇଭଳି ଲାଗୁଛି। ଉଦ୍ଭିଦ ତପନ ଯେଉଁ ଯଦି ଆମେ କହିବା କଣ, ଶଶୀ ଗିରି ଶିଖରେ ଶଶୀ ଯେମିତି ଶୋଭା ପାଏ ସେଇଭଳି ଆପଣ ଶୋଭା ପାଉଛନ୍ତି। ତଥାପି କୁହନ୍ତୁ ଯେ ତୁହି ତ ନହୁ ପାପୀ ଜନ, ତୁ ତ ପାପୀ ଜନ ପରି ଲାଗୁନାହୁ। କହ ଏ କେବଳ ବିଧାନ, କହ ଏ କେବଳ ବିଧାନ। এইଭଳି ବିଧାନ ହେବାର କାରଣ କଣ? এইଭଳି ଯେଉଁ ନିୟମ କାହିଁକି ହେଲା ଯେ ଆପଣ ଯଦି କହିବା ପିଲେ, ଯଦି ଆମେ କହିବା ବିଧାନ ମାନେ ନିୟମ, এইଭଳି କାହିଁକି ହେଲା ଘଟଣା, କାହିଁକି ହେଲା, କାହିଁକି କୂପ ଭିତରେ ପଡିଛ? ଶୁଣିତେ ଯୋଗ୍ୟ ଯେବେ ମୁହି ନିର୍ଭୟ ଚିତ୍ତ ହୋଇ। ପୁଣି ଦେଖ ପିଲେ, ଏଠି କହୁଛନ୍ତି କିଏ? ସେ ଶ୍ରୀକୃଷ୍ଣ କହୁଛନ୍ତି, ଭକ୍ତର ପରୀକ୍ଷା ନେଉଛନ୍ତି। କଣ କହୁଛନ୍ତି? ଶୁଣିତେ ଯୋଗ୍ୟ ଯେବେ ମୁହି, ମୁଁ ଯେବେ ଶୁଣିବା ପାଇଁ ଯୋଗ୍ୟ ନା, ତାହେଲେ ନିର୍ଭୟ ଚିତ୍ତରେ ମତେ ଟିକେ କହ। ଶ୍ରୀକୃଷ୍ଣ କହୁଛନ୍ତି ଯେ କି ସର୍ବଜ୍ଞାତା, ଯିଏ କି ସବୁ କିଛି ଜାଣିଛନ୍ତି, ସେ ପୁଣି ଆଜି ପ୍ରଶ୍ନ କରୁଛନ୍ତି କାହିଁକି 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 କୂଅ ଭିତରେ ଥିଲ? ଯଦି ମୁଁ ଯୋଗ୍ୟ ହେବାକୁ ଜାଣିବାକୁ, ଯଦି ମୁଁ ଯୋଗ୍ୟ ଏହାକୁ ଜାଣିବାକୁ, ତାହେଲେ ନିର୍ଭୟ ଚିତ୍ତରେ ମତେ କହ ଟିକେ। ଦେନ୍ ହେମନ୍ତ କୃଷ୍ଣ ବାକ୍ୟ ଶୁଣି ଆନନ୍ଦେ କହେ ନୃପମଣି। ଦେଖ, এইଭଳି କୃଷ୍ଣଙ୍କର ବାକ୍ୟ ଯେତେବେଳେ ଶୁଣିଛନ୍ତି ନୃପମଣି କହୁଛନ୍ତି ଆନନ୍ଦରେ, ଆନନ୍ଦ ସହକାରରେ କହୁଛନ୍ତି। ତାମାନେ এইଭଳି କୃଷ୍ଣଙ୍କର ବାକ୍ୟ ଶୁଣି ଆନନ୍ଦରେ ନୃପମଣି, ଆନନ୍ଦରେ ସେଇ ମୃଗରାଜ, ଆନନ୍ଦରେ ସେଇ ଶାପଗ୍ରସ୍ତ ହୋଇଥିବା କୃକଲାସ କହୁଛନ୍ତି। କଣ କହୁଛନ୍ତି ଦେଖ ପିଲେ, ତାହେଲେ ଆମେ ଦେଖିଲେ ଯେ ଏଥିରେ କଣ ହେଲା, ନୃପମଣି ପିଲେ କହିଲେ, ନୃପ କହିଲେ ଶ୍ରେଷ୍ଠ ରାଜା ଆନନ୍ଦରେ ପରିପ୍ରକାଶ କରୁଛନ୍ତି। କଣ ପରିପ୍ରକାଶ କରୁଛନ୍ତି? ଆଗାମୀ ଅଧ୍ୟାୟରେ ପାଠ କରିବା। ଆଜି ପାଇଁ ବେଶ ଏତିକି।